नमस्कार सांग माने आपण माने सबु न्यूज रे बे देखिया पाउथिबे कि सोशल मीडिया देखिया पाउथिबे कि तिरुपति मंदिर जोटा कि आंध्र प्रदेश तिरुमाला जो पहाड़ रहिला ता उपरे अवस्थित यही मंदिरटी विष्णु मंदिर हिंदू धर्मर बोधे भारतर सबुठु पॉपुलर आउ लोकप्रिय आउ सबुठु अधिक रेवेन्यू जनरेट करुथिबा टेम्पल एठी को खाली इंडिया नुह पृथ्वीर अनेक देशरू लोक माने ए जगह को आसंती एठी गोटे प्रकार भोग हुए जोड़ा कि प्रसाद कहती लड्डू सबुठु फेमस प्रसाद तांकर विष्णुकर वेंकटेश्वर ये आंध्र प्रदेश रे विष्णु को से जो टेम्पलटा भगवान को कहा जाए वेंकटेश्वर विष्णु मंदिर से जो भोगरे जो बुंदी रे जो तैयारी हुए लड्डूटा से लड्डू रे व्यवहृत जो घी से घीर लैब टेस्ट रे बाहरी जे कि सेथिरे गोमांस गाई चर्बी घुसुरी चर्बी आओ जो फिश ऑयल माछ तेल मिसी माने हिंदू धर्म रे लोक माने माछ खाती किछि लोक घुसुरी भी खाती किंतु गोमांस भक्षक करती नहीं मोर कहया कथा हला एमाने लोक खाती हिंदू धर्म लोक ये जो तीनोटी जिनिस आदिरो गाई मांस खाती किंतु घुसुरी कुचित खाती धड़ा घुसुरी एसटी लोक भी बहुत अच्छा आदिवासी हरिजन लोक से माने सब प्रकार घुसुरी खाती माछटा समस्ते खाती मे भी जे खाऊ नथिबे आइंस से माने खाऊ नथिबे किंतु ए तीनोटी जाक हिंदू धर्म रे कौनसी मंदिर रे कि पर्टिकुलारली से मंदिर रे आमिष प्रवेश निषेध जेहेतु निषेध तार गोटे बड़ नियम रही हिंदू धर्म रे जे कि कौन सी मंदिर रे आमिष प्रसाद निषिद्ध किंतु लैब रिपोर्ट रु बाहरी जे कि सेतरे ए तीनोटी आमिष जिनिस मिसी मोर प्रश्न होची हिंदू धर्म रे कहा जाए ब्रह्मा सृष्टिकर्ता विष्णु पालनकर्ता महादेव शिव होउछंदी कौन ना संहारकर्ता जे कि एठी आमे जेहेतु विष्णु मंदिर विषय कथा होउचे विष्णु भगवान होउछंदी हिंदू धर्मर पालनकर्ता एमानकु मंदिर रे पूजा करंती किए ना ब्राह्मण मान बोधे हिंदू धर्म रे सबुठु उच्च जाति सबुठु ज्ञानी पांडित्य बुद्धिमान क्या मना जाए ना ब्राह्मण मान तिरुपति मंदिर भितरे जो रोषशाला अच्छी से रोषशाला भितरे ब्राह्मण को छड़ा आउ कहार प्रवेश निषेध से जो लड्डू तैयारी हुए हजार हजार लक्षाधिक संख्यार लड्डू तैयारी होई जो भक्त मान को बंटा जाए सेगुड़िक तैयारी पाई तिरुपति मंदिर रोषशाला रे 200 रु अधिक ब्राह्मण कारीगर अविरत काम करता जो माने सेठी पूजा करती तांको भितर भी अनेक
ପାଣ୍ଡିତ୍ୟ ଅଛନ୍ତି, ବଡ଼ ବଡ଼ ପଣ୍ଡିତ ଅଛନ୍ତି ଯେଉଁମାନେ କି ଭବିଷ୍ୟତ ଦେଖିବି ତୁମକୁ ଦେଖିକି ତୁମ ହାତ ଦେଖିକି ତୁମକୁ ଦେଖିକି ତୁମ ଜାତକ ଦେଖିକି ତୁମ ଭବିଷ୍ୟତ ବିଷୟରେ କହିପାରିବାର ଶକ୍ତି ତାଙ୍କ ପାଖରେ ଅଛି। ସେଇଟା ମୁଁ ତ ମାନେନି, ସେଇଟା କୁହାଯାଏ। ଭଗବାନ ଯିଏକି ପାଳନ କର୍ତ୍ତା, କୁହାଯାଏ ସବୁ ଧର୍ମରେ ଭଗବାନ, ସବୁ ଧର୍ମର ଲୋକ ନିଜ ନିଜ ଭଗବାନଙ୍କୁ ମାନେ ମାନନ୍ତି। ସୃଷ୍ଟିରେ ସବୁଠୁ ଶକ୍ତିଶାଳୀ ସୃଷ୍ଟିକର୍ତ୍ତା ତାଙ୍କର, ସେ ଯେଉଁ ଭଗବାନଙ୍କୁ ମାନୁଥିବେ ସେ ବୋଲି। ଯେହେତୁ ହିନ୍ଦୁ ଧର୍ମରେ ବିଷ୍ଣୁ ଭଗବାନଙ୍କୁ ପାଳନକର୍ତ୍ତା କୁହାଯାଏ, ଯାହାର ମାନେ ଇଚ୍ଛା ନହେଲେ ଗଛରୁ ପତ୍ରଟେ ହଲିବନି କି ମାନେ ପତ୍ରଟେ ବି ଝଡ଼ିବନି, କି ବର୍ଷା ହବନି, କି ଶୀତ ହେବନି, କି ଖରା ହବନି, ଦିନ ରାତି ହବନି। ଅନେକ ବେଳେ ଆପଣମାନେ ଶୁଣିଥିବେ ଅନେକ ଜାଗାରେ ଯେ କି ଲୋକମାନେ କୁହନ୍ତି ଭଗବାନ ନାହାନ୍ତି ତ ଦିନ ରାତି ହେଉଛି କେମିତି। ଯାହା ବି ଆମ ଜୀବନରେ ଘଟି ଯାଉଛି କୁହାଯାଏ ଯେ ତା ଭାଗ୍ୟରେ ଭଗବାନ ଯାହା ଲିଖିଛନ୍ତି ନା କୁହାଯାଏ। ଯଦି ଆମ ସମସ୍ତଙ୍କ ଭାଗ୍ୟର ନିର୍ଦ୍ଧାରଣ ନିଜେ ଭଗବାନ କରୁଛନ୍ତି, କିଏ କେମିତି ରହିବ, କାହା ଭବିଷ୍ୟତ କେମିତି ହେବ, ଯଦି ଭଗବାନ ଆମ କପାଳରେ ଲେଖି ଦେଉଛନ୍ତି ଯେ କି ନାଇଁ, ଭଗବାନ ତା କପାଳରେ ଲେଖି ଦେଇଛନ୍ତି ଇଏ ଏଇ ବୟସରେ ମରିବ, ଇଏ ଏମିତିଆ ଝିଅ ବାହା ହେବ, ୟା ସ୍ତ୍ରୀ ଏମିତିଆ, ଇଏ ଏତିକି ଧନୀ ହେବ, ଇଏ ଗରିବ ହେବ, ଇଏ ଭିକାରୀ ହେବ, ଇଏ କ୍ରିକେଟର ହେବ, ଇଏ ଫିଲ୍ମ ଷ୍ଟାର ହେବ, ଇଏ ଅମୁକ ହେବ, ସମୁକ ହେବ, ଇଏ 100 ବର୍ଷ ବଞ୍ଚିବ, ଇଏ 70 ବର୍ଷ ବଞ୍ଚିବ, ଇଏ ବୁଢ଼ା ଟୋକା, ଇଏ ବିବାହ ହଉ ହଉ ଆ ସ୍ତ୍ରୀ ମରିଯିବ, ବାପ ଥାଉ ଥାଉ ପିଲା ମରିଯିବ। କୁହାଯାଏ ଏଗୁଡ଼ା ସବୁ ଭାଗ୍ୟର ଖେଳ। ଆଉ ମଣିଷର ଭାଗ୍ୟ ନିର୍ଦ୍ଧାରଣ କରେ କିଏ ନା ଭଗବାନ। ଯେହେତୁ ଭଗବାନ ମଣିଷର ଭାଗ୍ୟ ନିର୍ଦ୍ଧାରଣ କରନ୍ତି, ତାହେଲେ ଏ ଯେଉଁ ଭୋଗରେ ମାଛ ତେଲଟି ମିଶିଛି, ଗୋରୁ ଚର୍ବିଟି ମିଶିଛି, ଘୁଷୁରୀ ଚର୍ବିଟି ମିଶିଛି, ତାହେଲେ ଭଗବାନ ନିଶ୍ଚିନ୍ତ ଏ ବିଷୟରେ କିଛି ତାଙ୍କର ଧାରଣା ଥିବ। କାରଣ ତ୍ରିକାଳଦର୍ଶୀ, ଯେହେତୁ ମିଲିୟନ ମିଲିୟନ ଲୋକଙ୍କର ଭାଗ୍ୟ ସେ ନିର୍ଦ୍ଧାରଣ କରୁଛନ୍ତି, କାହାକୁ କେଉଁଠି କେମିତି ରଖିଛନ୍ତି ସେଗୁଡ଼ାକ ବି ଭଗବାନଙ୍କ ଉପରେ ଦିନ ରାତି କରୁଛନ୍ତି। ବର୍ଷା ଖରା ଶୀତ କାକର ସବୁ ଭଗବାନଙ୍କ ଇଚ୍ଛାରେ ହେଇଛି। ତାହେଲେ ଏଠି ମୋର ପ୍ରଶ୍ନ, ଏଇ ଯେଉଁ ଅପମିଶ୍ରିତ ଯେଉଁଗୁଡ଼ାକ ହିନ୍ଦୁ ଧର୍ମରେ ଗ୍ରହଣୀୟ ନୁହଁ, ମନ୍ଦିର ଭିତରେ ପ୍ରସାଦରେ, ସେଗୁଡ଼ାକ କ'ଣ ଭଗବାନ ଜାଣିଶୁଣି ଏମିତି କରିଛନ୍ତି ନା ଏହା ତାଙ୍କର ଗୋଟେ ପରୀକ୍ଷା? ଯଦି ଏ ଜିନିଷଟି, ଏ ଅପମିଶ୍ରିତ କାର୍ଯ୍ୟଟି ଭଗବାନଙ୍କ ଅଜାଣତରେ ହେଇଛି, ତାହେଲେ ଏଇଠି ପ୍ରଶ୍ନ ଉଠୁଛି, ଭଗବାନ ଯଦି ନିଜ ପ୍ରସାଦରେ ଅପମିଶ୍ରିତ ଜିନିଷଟାକୁ ଧରି ପାରୁନାହାନ୍ତି, ତାକୁ ଅଟକେଇ ପାରୁନାହାନ୍ତି, ତାହେଲେ ଏ ଯେଉଁ ସବୁ କୁହାଯାଏ ଭଗବାନ ସବୁ ମଣିଷକୁ ଜନ୍ମ ଦେଇଛନ୍ତି, ତାଙ୍କ ଭାଗ୍ୟ ଲେଖିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ମିଛ। ଦିନ ରାତି ହେଉଛି ଭଗବାନ ପାଇଁ, ଏଇଟା ବି ମିଛ। ଆଉ ଯଦି ଏଇଟା ସତ, ତାହେଲେ ଆମେ କ'ଣ ମାନେ ପୂର୍ବପୁରୁଷରୁ ଶୁଣି ଆସୁଛେ ଯେ କି ଯେଉଁଠି ଆମିଷ ଭୋଗ ହୁଏନି, ତାହେଲେ ଭଗବାନ କ'ଣ ଆମିଷ ପ୍ରେମୀ? ଭଗବାନ କ'ଣ ମାନେ ତାଙ୍କ ନିର୍ଦ୍ଦେଶରେ ଗାଈ ଚର୍ବି, ଘୁଷୁରୀ ଚର୍ବି, ମାଛ ତେଲ ମିଶେଇଛନ୍ତି ଭୋଗରେ? ଭଗବାନ ବି ଏଇଆ ଚାହୁଁଛନ୍ତି? ଏହାର ପ୍ରଶ୍ନ, ଏଇ ପ୍ରଶ୍ନର ଉତ୍ତର ମୁଁ ଚାହେଁ। ଆଜିକାଲି ମାନେ ଦେଶରେ କୋଣ ଅନୁକୋଣରେ ବ୍ୟାପିଗଲେଣି କ'ଣ ନା ବାବାମାନେ, ସନ୍ଥ,
ତାଙ୍କର କିଛି କାମ ନାହିଁ। ନା ପିଲା ମାଇକିନିଆ ଅଛନ୍ତି, ନା କୌଣସି ଘର ଟେନସନ୍ ଅଛି, କିଛି ନାହିଁ। ବସି ପଡ଼ୁଛନ୍ତି, ମାନେ ବଡ଼ ବଡ଼ ପେଣ୍ଡାଲ କରି ବସୁଛନ୍ତି। ତାଙ୍କର ବି ଚାକର ବାକର, ତାଙ୍କର ଦୁନିଆ ଚାକଚମକ। ସେଠି କୁଲର ଲାଗିଥିବ, ମାନେ ପୁରା ବ୍ରାଣ୍ଡେଡ୍ ସୋଫା ପଡ଼ିଥିବ, ମାଇକ୍ ସେଟ୍ ଲାଗିଥିବ, ଭକ୍ତମାନଙ୍କ ପାଇଁ ଲକ୍ଷାଧିକ ଟଙ୍କାର ପେଣ୍ଡାଲ ବ୍ୟବସ୍ଥା ହେଇଥିବ। ସେଠି ବସିକି ସେ ଭବିଷ୍ୟତବାଣୀ କରନ୍ତି। କ'ଣ ଲେଖିଦେବେ? କ'ଣ ହେଇଛି ତମର? ଏଇଆ ତୁମର ପାଠ ଭଲ ହଉନି, ତମ ପୁଅ ପରୀକ୍ଷାରେ ଫେଲ ହେଇଯାଇଛି, ତୁମ ସ୍ତ୍ରୀ ତୁମକୁ ଛାଡ଼ି ପଳେଇଛି, ତମେ ରୋଜଗାର କରୁଛ ଯେ ହେଲେ ଅଣ୍ଟୁନି, ଘରେ କଳହ ଲାଗି ରହିଛି, ପାଠ ପଢୁଛ କିନ୍ତୁ ମନେ ରହୁନି, ନଗଦ ଉପରେ ତମ ଘରେ କିଏ ଗୋଟେ ମାନେ ଡେଥ୍ ହେଇଛନ୍ତି, ପବନ। ଆରେ ତମେ ଯଦି ସବୁ ଜାଣିପାରୁଛ ତାହେଲେ ଏଇଟା କେମିତି ଜାଣିପାରିଲନି ଯେ କି ବିଷ୍ଣୁ ମନ୍ଦିରରେ ମାଛ ତେଲ, ଗୋମାଂସ, ଘୁଷୁରୀ ତେଲରେ, ଚର୍ବିରେ ଭୋଗ ଲାଗୁ ହେଲା? ଏ କଥା ଜାଣିପାରିଲନି। ଆଉ ଗୋଟେ ଜ୍ଞାନୀ ଅଛନ୍ତି, ତମ ହାତ ଦେଖିଦେବେ, ଶ୍ରାବଣ, ଭାଦ୍ରବ, କାର୍ତ୍ତିକ, ମାର୍ଗଶିରରେ ତମର ବାହାଘର ହବ, ଏଇ ଦିଗରେ ହବ, ଝିଅର ନାକ ଚେପଟା ହେଇଥିବ, ସେ ତୁମକୁ କହିଦେବେ। ଲୋକମାନେ ଏବେ ବି ଏତେ ମାନେ ଭଣ୍ଡ ଭାବକୁ ବିଶ୍ୱାସ କରିଛନ୍ତି, କିନ୍ତୁ ଗୋଟେ ଗାଡ଼ି କିଣିବାକୁ ଯିବେ, ପଚାରିବେ ପଣ୍ଡିତଙ୍କୁ, ବାବା ମୁଁ କୋଉ କଲର ଗାଡ଼ି କିଣିଲେ ଭଲ ହବ? ବାବା ମୁଁ କେତେ ଚକିଆ ଗାଡ଼ି କିଣିଲେ ଭଲ ହବ? ବାବା ସେଇଠୁ ଏମିତି ଖଡ଼ି ଗଡ଼େଇ ଦେବେ, ଗାର ଟାଣି ଦେବେ, ତା ଜାତକ ଦେଖିବେ, ତା ହାତ ଦେଖିବେ, ଗୋଟା ବାବା ମୁଣ୍ଡରେ ହାତ ରଖିଦେବେ, ନାଲି ରଙ୍ଗର ଗାଡ଼ି, ହଳଦିଆ ରଙ୍ଗର ଗାଡ଼ି, କଳା ରଙ୍ଗର ଗାଡ଼ି ତତେ ଯୋଗଉଛି, କିନ୍ତୁ ଶଳା ସେ ଯୋଗିଆ ପରେ ଆସିଲା ବେଳକୁ ଗାଡ଼ି ଠୁକି ଯାଇଥିବ କୋଉଠି, ପଣ୍ଡିତଙ୍କ ଇଶାରାରେ ଗାଡ଼ି କିଣା ହବ କିନ୍ତୁ ମାଡ଼ ହେଇଯାଇଥିବ, ସୋରୁମରୁ ବାହାରିକି ଯାଇଥିବ କୋଉଠି ପିଟି ହେଇଯାଇଥିବ। ଆଉ ଗୋଟେ ବାବା ଅଛନ୍ତି, ଆଷ୍ଟ୍ରୋଲୋଜର ଯାହା କୁହନ୍ତି, ସେମାନେ କହିବେ ହଁ ପଳେଇ ଆସିବେ, ଘରକୁ ପଳେଇ ଆସିବେ, ଡାକିଥିବେ ଯଦି ପଳେଇ ଆସିବେ, କ'ଣ ଦକ୍ଷିଣ ଦିଗରେ ସିଡ଼ି, ପୂର୍ବ ଦିଗରେ ଏ ସିଡ଼ିଟା ପୂର୍ବ ଦିଗରେ ହେଇଥାନ୍ତା, ସେଇଥିପାଇଁ ତମକୁ ଯେତେ ରୋଜଗାର କରୁଛ ତମକୁ ଅଣ୍ଟୁନି। କ'ଣ ପଶ୍ଚିମ ଦିଗରେ ଲାଟିନ୍ ନା, ସେଇଥିପାଇଁ ତମ ପୁଅର ବାହାଘର ହେଇପାରିନି, ଏଇଟା ଦକ୍ଷିଣ ଦିଗରେ ହବା। କ'ଣ ଛାତ ଘର ପୂର୍ବ ଦିଗରେ, ପଶ୍ଚିମରେ, ଚାଳ ଘର, ମା ଘର ତିଆରି ହେଇଛି ପଶ୍ଚିମରେ, ସେଇଥିପାଇଁ ତ ଆମ ଘରେ ଡେଥ୍ ହେଇଛି ଆଉ, କିଛି ଅଣ୍ଟୁ ନଥିବ ଆଉ। ଏଗୁଡ଼ା ସବୁ ପାଖଣ୍ଡବାଦ। ଏଥିରୁ ପ୍ରମାଣିତ ହେଉଛି ଭଗବାନ ବୋଲି କେହି ନାହାନ୍ତି, ମାନେ ମୋ ମାନିବାରେ। ଯଦି ବି ଅଛନ୍ତି, ଏଇ କଥାଟି ମୁଁ ସବୁ ଧର୍ମ ପାଇଁ କହୁଛି, ସବୁ ଧର୍ମ, ପୃଥିବୀ ପୃଷ୍ଠରେ ଯେତେ ଧର୍ମ ଅଛି ସମସ୍ତେ ନିଜ ନିଜ ଭଗବାନଙ୍କୁ ତମେ ବଡ଼ ବୋଲି ମାନ। ଗୋଟିଏ କୋଶ୍ଚିନ୍ ମୋର, କହିପାରିବ ଯେ କି ଭଗବାନ, ସବୁ ଧର୍ମର ଭଗବାନ ଏ ମଣିଷ ପାଇଁ କରିଛି କ'ଣ? ତମେ ତ କହୁଛ ସବୁ ଭଗବାନ କରିଛି, କିନ୍ତୁ ମୋର କୋଶ୍ଚିନ୍ କରିଛି କ'ଣ? ପ୍ୟାଣ୍ଟ ସାର୍ଟ ତିଆରି କରିଛି, ତମକୁ ଜନ୍ମ ଦେଇଛି, ରୋଗ ହେଲେ ତମକୁ ଭଲ କରୁଛି, ତମକୁ ଶିକ୍ଷାଦାନ କରୁଛି,
ତମ ପାଇଁ ଘର ତିଆରି କରୁଛି, ଚାଷ କରି ତମକୁ ଖାଇବାକୁ ଦଉଛି, ତମ ପାଇଁ ଯାନବାହନ ତିଆରି କରିଛି, କ'ଣ କରିଛି? କୋଶ୍ଚିନ୍ ଆସେ ଯେ କି ବହୁତ ଲୋକ କୋଶ୍ଚିନ୍ କରନ୍ତି ଯେ କି ଭଗବାନ ନଥିଲେ ତୁମ କ'ଣ ଜନ୍ମ ହେଇଥାନ୍ତା? ସେଇମାନଙ୍କୁ ମୋର ଉତ୍ତର, ଆରେ ଗୋଟେ ନାରୀ ପୁରୁଷ ନ ମିଶିଲେ କେବେ ସନ୍ତାନ ପ୍ରାପ୍ତି ହୁଏ? ମୁଁ ଯଦି କାମ ନ କରିବି ମୋତେ କିଏ ଟଙ୍କାଟେ ଦେଇଦେବ ନା କିଏ ଖାଇବାକୁ ଦେଇଦେବ? ଭିକାରୀ ଯଦି ଚିରା ପ୍ୟାଣ୍ଟ ସାର୍ଟ ପିନ୍ଧି ହାତରେ ଥାଳ ଧରି କାହାକୁ ନ ମାଗିବ, କିଏ ତାକୁ ଦବ ଭିକ? ଏଗୁଡ଼ାକ ସବୁ ପ୍ରହସନ। ସେଇଥିପାଇଁ, କେବଳ ସେଇଥିପାଇଁ ମୁଁ ଆଜି ନାସ୍ତିକ ହେଇଯାଇଛି। ହୁଏତ ମୋତେ ଲୋକ ଖରାପ ଭାବି ପାରନ୍ତି, କିନ୍ତୁ ବହୁତ ପ୍ରଶ୍ନ ମୋ ମନରେ ଯାହାର ଉତ୍ତର ମୁଁ ପାଇନାହିଁ, କି ଭଗବାନ ବୋଲି ମୋତେ କେବେ ବି ସେମିତି କିଛି ଆଭାସ ହେଇନାହିଁ। ମୁଁ ଆଜି ପର୍ଯ୍ୟନ୍ତ ଯାହା ହେଇଛି ତା ମଧ୍ୟରୁ ବି ଭଗବାନ ମୋ ପାଇଁ କିଛି କରିନାହାନ୍ତି। ଯାହା କରିଛନ୍ତି ମୋ ବାପା ମା କରିଛନ୍ତି, ମୋ ପୂର୍ବପୁରୁଷ କରିଛି, ଆଉ ଏବେ ବି ମୁଁ ଯାହା କରୁଛି ମୋ ପରିବାର ପାଇଁ ମୁଁ ନିଜେ କରୁଛି। ମୋ ଦେହ ଖରାପ ହେଇଗଲେ ମୁଁ ନିଜେ ମେଡ଼ିକାଲ ଯାଉଛି, ନା କି ମନ୍ଦିର ଯାଉଛି। ଯଦି ଭଗବାନ ସବୁ କରିପାରିଥାନ୍ତେ ତାହେଲେ ସମ୍ପୂର୍ଣ୍ଣ ପୃଥିବୀରୁ କଳକାରଖାନା ବନ୍ଦ କରାଯାଉ, ଶିକ୍ଷାନୁଷ୍ଠାନ ବନ୍ଦ କରାଯାଉ, କୃଷି କାର୍ଯ୍ୟ ବନ୍ଦ କରାଯାଉ, ମେଡ଼ିକାଲ ବନ୍ଦ କରାଯାଉ, ତାହେଲେ ତାପରେ ଦେଖିବା ଏଇ 4-5ଟା ଜିନିଷ ବନ୍ଦ କରାଯାଉ। ସବୁ ପ୍ରକାର କଳକାରଖାନା, ଶିକ୍ଷାନୁଷ୍ଠାନ, ମେଡ଼ିକାଲ, କୃଷି କାର୍ଯ୍ୟ, ଦେଖିବା ଏ ମଣିଷ ଏ ପୃଥିବୀ ପୃଷ୍ଠରେ କିଭଳି ଭାବେ ସର୍ଭାଇଭ୍ କରିପାରିବ, କେମିତି ବଞ୍ଚିବ। ତାପରେ ଆମେ ଏଇ 4-5ଟି ଜିନିଷ ବନ୍ଦ ହେଲା ପରେ ଲୋକମାନେ ବୁଝିପାରିବେ ଯେ କି ଏ କାର୍ଯ୍ୟ ଭଗବାନ କରୁଛନ୍ତି ନା ଏ ମାନବ କରୁଛନ୍ତି। ଧନ୍ୟବାଦ।